ଭଗବାନ ଫଗବାନ ସେମିତି କିଛି ନାହାନ୍ତି। ଏଇଟା ଗୋଟେ ଭାଣ୍ଡାମି ଚଲେଇଛନ୍ତି ସନାତନ ଧର୍ମୀ ଲୋକମାନେ। ମଠ ମନ୍ଦିର ଏସବୁ କରି ଗୋଟେ ଭାଣ୍ଡାମି ଚଲେଇଛନ୍ତି। ତେଣୁ ଚାଲନ୍ତୁ ଆମେ ଦେଖିବା ଅନୁଭବ ଆଉ ଅନୁଭୂତିର ଠାକୁରଙ୍କୁ ଭକ୍ତଙ୍କ ଅନୁଭୂତିରେ। ଜୟ ଜଗନ୍ନାଥ। ଆମେ ପହଞ୍ଚିବା ଓମ୍ କମ୍ୟୁନିକେସନ ଅମର ବିଶ୍ୱାଳଙ୍କ ପାଖରେ। ବଢିଆ। ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ। ଆଉ ଆପଣ ଟିକେ ନାଁ କହିଦିଅନ୍ତୁ ଆଗ। ମୋ ନାଁ ଜୟ ଜଗନ୍ନାଥ। ମୋ ନାଁ ଅମର କୁମାର ବିଶ୍ୱାଳ। ମୁଁ ଉଦୟଗଡ଼ରେ ମୋବାଇଲ ଦୋକାନ କରିଛି। ଆଚ୍ଛା, ଆମର ଏଇ ଗୋଟେ ଆମେ ପ୍ରମାଣ ଖୋଜୁଛୁ ଯେ ସମସ୍ତେ କହୁଛନ୍ତି ଭଗବାନ ନାହାନ୍ତି। ପ୍ରାୟ ଲୋକଙ୍କୁ ମୋର ଶୁଣିବାକୁ ମିଳୁଛି ଏଗୁଡ଼ା ସବୁ ଭାଣ୍ଡାମି ଚାଲିଛି। ଏବେ ବିଜ୍ଞାନ ଯୁଗରେ ଚାଲିଛି ନା, ସବୁ ମାନେ ଅବିଶ୍ୱାସ ଭିତରେ ଚାଲିଛନ୍ତି ବହୁତ ଲୋକ। ନା ପ୍ରମାଣ କ'ଣ ଅଛି? କୋଉଠି ଗୋଟେ ପ୍ରମାଣ ଦେଖେଇଲେ ଭଗବାନ କୋଉଠି କାହାକୁ ସାହାଯ୍ୟ କଲେ କ'ଣ କରିଦେଲେ ଆସିକି? ମୁଁ ଏ କଥାକୁ ତ ବିଶ୍ୱାସ କରିବିନି ଭଗବାନ ନାହାନ୍ତି ବୋଲି। କାହିଁକି ନା ମୋ ସହିତ ସେମିତି କିଛି ଇନସିଡେଣ୍ଟ ଘଟିଛି ବିଗତ କିଛି ବର୍ଷ ପୂର୍ବରୁ। ଆଜ୍ଞା। ମୁଁ ବିଦେଶରେ ଚାକିରି କରୁଥିଲି। ଆଜ୍ଞା। ଜଷ୍ଟ ଫେରେ ଯୋଉଦିନ ମୁଁ ଫେରେ ସେଦିନ ମୁଁ ପ୍ରଥମେ ଯାଏ ମୋ ବଡ଼ ଭଉଣୀକି ଦର୍ଶନ ଦେଖା କରିବା ପାଇଁ। ଆଜ୍ଞା। ଯେହେତୁ ବଡ଼ ଭଉଣୀ କୁହନ୍ତି ଆମ ଓଡ଼ିଆ ସମାଜରେ ଅଛି ବଡ଼ ଭଉଣୀ ମା ସମ୍ମାନ। ମୁଁ ବଡ଼ ଭଉଣୀକି ଯାଏ ଦେଖା କରିବାକୁ। 2013 ମସିହା ଯେତେବେଳେ ମୁଁ ସେତେବେଳେ ଥାଏ ଇଣ୍ଡିଆ ବାହାରେ ଜବ୍ କରୁଥାଏ। ଇଣ୍ଡିଆ ବାହାରୁ ଯେତେବେଳେ ଫେରିଲି ସେଦିନ ସାଉଦି? ନାଇଁ, ମୁଁ ସେତେବେଳେ ସିଙ୍ଗାପୁରରେ। ସିଙ୍ଗାପୁର। ସିଙ୍ଗାପୁରରୁ ଫେରିଲା ପରେ ମୁଁ ସକାଳ ଲଗଭଗ 10ଟାରୁ 10:30 ଟାଇମ୍ ମଧ୍ୟରେ ହବ ମୁଁ ଯାଉଥାଏ ଘରକୁ। ଆମ ଘରଟା ହେଲା କେନ୍ଦ୍ରାପଡ଼ା ତିନିମୁହାଣୀ। ଆଜ୍ଞା। ଆମେ ରହୁଛୁ ପାରାଦୀପରେ। ଆଜ୍ଞା। ସେଦିନ ମୁଁ କେନ୍ଦ୍ରାପଡ଼ା ଯାଉଥାଏ। ମୋର ଷ୍ଟାର ସିଟି ବାଇକ୍ ଗୋଟେ ଥାଏ, ବାଇକ୍ ନେଇକି ଯାଉଥାଏ। ଗଲା ବେଳକୁ ଆମର ମାର୍ଶାଘାଇ କେନାଲ ବ୍ରିଜ ପାଖରେ ଯୋଉ ବିଶ୍ରାମଗାର ବାଁ ପଟକୁ ଅଛି, ସେଠି ଜଣେ ବୃଦ୍ଧ ଠିଆ ହେଇଥାନ୍ତି। ବୟସ ଲଗଭଗ 70 ପାଖାପାଖି ହବ ଆନୁମାନିକ। ସଫା ଧଳା ଧୋତି ପିନ୍ଧିଥାନ୍ତି, ପଞ୍ଜାବୀ ଗୋଟେ ପିନ୍ଧିଥାନ୍ତି, ଠିଆ ହେଇଥାନ୍ତି। ମତେ ହାତ ଦେଖେଇଲେ, କହିଲେ ବାପା କୋଉଠିକି ଯିବ? ମୁଁ ତାଙ୍କୁ ଉତ୍ତର ଦେଲି ଯେ ନାଇଁ ମୁଁ କେନ୍ଦ୍ରାପଡ଼ା ଯାଉଛି। ନା ମତେ ଟିକେ ଲିଫ୍ଟ ଦବ? ମୁଁ ତାଙ୍କୁ କହିଲି ଆପଣଙ୍କ ବୟସ ଆସି 70 ପାଖାପାଖି ହେଲାଣି, ଯେହେତୁ ଆପଣ ଗାଡ଼ିରେ ବସିଲେ କାଳେ ପଡ଼ିପାଡ଼ି ଯିବେ, ଦି ପଟକୁ ଗୋଡ଼ ଦେଇ ବସିପାରିବେ? ମତେ ଉତ୍ତର ଦେଲେ ହଁ ମୁଁ ବସିପାରିବି। ମୁଁ କହିଲି ମଉସା ମୁଁ ତ କେନ୍ଦ୍ରାପଡ଼ା ଯାଏଁ ଯିବି। ନା ମୁଁ ବି କେନ୍ଦ୍ରାପଡ଼ା ଯାଏଁ ଯିବି। ମୁଁ କହିଲି ଠିକ ଅଛି ବସନ୍ତୁ। ଦି ପଟକୁ ଗୋଡ଼ ଦେଇକି ବସିଲେ ମୋ ସହିତ। ବାଟ ସାରା ଆମେ ଦି ଜଣ କଥାବାର୍ତ୍ତା, ତାଙ୍କ ଫ୍ୟାମିଲି ବିଷୟରେ ମତେ କହୁଥାନ୍ତି, ମୋ ଫ୍ୟାମିଲି ବିଷୟରେ ତାଙ୍କୁ କହୁଥାଏ। ମାନେ ଉଭୟଙ୍କର କଥାବାର୍ତ୍ତା ଚାଲିଥାଏ। ସେ ବି ମୋ କାନ୍ଧ ଉପରେ ହାତ ରଖିକି ବସିଥାନ୍ତି। ଏମିତି ଫିଲ୍ ମତେ ହଉନଥାଏ ଯେ ଅଲଗା କିଏ ମୋ ସହିତ ଅଛନ୍ତି। ମାନେ ଯେମିତି ବସନ୍ତି ଜଣେ ମଣିଷ ସେମିତି ବସିଥାନ୍ତି, କଥାବାର୍ତ୍ତା ହେଇକି ଯାଉଥାଉ ଆଉ। ଆଜ୍ଞା। ଗଲା ବେଳକୁ ମୋ ଗନ୍ତବ୍ୟ ସ୍ଥଳ ଆଉ ମାତ୍ର 5 କିଲୋମିଟର ପାଖାପାଖି ଅଛି। ଶାମସନ୍ଦୁରପୁର ଗଡା ଗୋଟେ ଛକ ଅଛି। ଶାମସନ୍ଦୁରପୁର ଗଡା, ସେଠି 4 ଛକି ଅଛି। ଗୋଟେ ଆମର କେନ୍ଦ୍ରାପଡ଼ା କଲେଜକୁ ବାଟ, ଏପଟରେ ଗଲେ ଶାମସନ୍ଦୁରପୁରକୁ ଯିବା, ଏମିତି ସିଧା ରୋଡରେ ଗଲେ ଆମେ ଚଣ୍ଡିଖୋଲ ଯିବା, ଏପଟରେ ପାରାଦୀପ। ସେ 4 ଛକି କହିଲା ବେଳକୁ ମୋ ରୁମ ଛିଡା ହେଇଯାଉଛି। ସେଦିନର ଅନୁଭୂତି ବହୁତ ଏକ୍ସାଇଟେଡ। ସେଦିନ ମୁଁ ସ୍ୱୟଂ ତ ଭଗବାନଙ୍କୁ ନେଇଛି ମୁଁ ସେଦିନ। ଆଉ ମୁଁ ଯେତିକି ଫିଲ୍ କରିଛି ଆଉ, ମୁଁ ସେ ଜାଗାକୁ ଜଷ୍ଟ ଯାଉଥାଏ, ମୋର ସେ ଜାଗାରେ ଗାଡି ଆକ୍ସିଡେଣ୍ଟ ହେଲା ଶାମସନ୍ଦୁର ଗଡା ଛକ ପାଖରେ। ଗାଡି ଆକ୍ସିଡେଣ୍ଟ ମୋର ଶାମସନ୍ଦୁରପୁର ପାଖରେ ଗାଡି ଆକ୍ସିଡେଣ୍ଟ ହେଲା। ଗାଡି ଆକ୍ସିଡେଣ୍ଟ ହବାର ଜଷ୍ଟ 2 ମିଟର ବି ହବନି, ମୋର ଯେପର୍ଯ୍ୟନ୍ତ ସେନ୍ସ ଅଛି ମାଡି ହବା ପୂର୍ବରୁ ତାଙ୍କ କାନ୍ଧ ମୋ ହାତ ଉପରେ ଅଛି। ଜଣେ ମଣିଷ ବସିଲେ ଯେମିତି ସ୍ପର୍ଶ ଲାଗେ, ମତେ ସ୍ପର୍ଶ ବି ହଉଛି, ଜଣେ ବସିଛନ୍ତି ମୋ ପଛରେ। କିନ୍ତୁ ଯାଇକି ଯେତେବେଳେ ଗାଡି ଟିକେ ମତେ ଆଣିକି ଅଲଗା ଜଣେ ବାଇକ ବାଲା, ସାୟଦ ମତେ ସେ ଟାଇମରେ ଅନୁଭୂତି ହେଲା କି କିଛି ମଦ୍ୟପ ସେ ପାନ କରିଛନ୍ତି, ମତେ ଆଣିକି ବହୁତ ସ୍ପିଡ ରେ ବାଡେଇଲେ। ବାଡେଇଲା ପରେ ମୋ ଗାଡି ଘୁଷୁରିକି ଯାଇକି ଫୁଟପାଥ ଦିହରେ ମାଡ ହେଲା। ନାଇଁ, ସାଇଡ ରୁ ବାଡେଇଲା। ସେ ମୋ ବାଁ ପଟ ସାଇଡ ରୁ ଆଣିକି ବାଡେଇଲା। ବାଡେଇଲା ପରେ ମୁଁ ଘୁଷୁରିକି ଯାଇକି ଫୁଟପାଥରେ ମାଡ ହେଲି। ମୋ ହେଲମେଟ ଟୋଟାଲ ଭାଙ୍ଗିକି ଖଣ୍ଡ ବିଖଣ୍ଡିତ ହେଇଯାଇଥାଏ, ଛୋଟ ଛୋଟ ପିସ୍ ହେଇଯାଇଥାଏ। ଗାଡି ବି ପୁରା ଚାଲିବା କଣ୍ଡିସନରେ ନଥାଏ। ତଥାପି ମୋର ହୋସ ଅଛି, ମୁଁ ସେ ଜାଗାରେ ଛିଡା ହେଇଯାଇଛି।
ଆଜ୍ଞା ଛିଡା ହେଲା ପରେ ମୁଁ ପ୍ରଥମ ଖୋଜିଲି ମୋ ଯେହେତୁ ଜଣକୁ ଦାୟିତ୍ୱରେ ନେଇକି ଯାଇଛି ମୋର ସହିତ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚେଇବା ଦାୟିତ୍ୱ ବି ମୋର। ମୁଁ ପ୍ରଥମେ ସେ ଜାଗାରେ ମୁଁ ଯେତେବେଳେ ମାଡା ହେଇକି ଛିଡା ହେଇଗଲି ପଚାରିଲି ଲୋକମାନଙ୍କୁ, ମୋ ପଛରେ ଜଣେ ବୟସ୍କ ଲୋକ ଥିଲେ, ସିଏ କୁଆଡେ ଗଲେ। ସେଠି ମତେ ଉତ୍ତର ଲୋକ ଦେଲେ ଯେ ନାଇଁ ତମ ପଛରେ କେହି ନଥିଲେ, ତମେ ଏକୁଟିଆ ଆସିଲ। ମୋର ଗୋଟାଏ ଜିଦି ନାହିଁ, ମୁଁ ତ ସେଠୁ ଯେତେବେଳେ ଲୋକ କହିଲେ ଏକୁଟିଆ ଆସିଲ, ମୋର ଗୋଟାଏ ଜିଦି ନାହିଁ, ମୁଁ ତ ନେଇକି ଯେହେତୁ 30 କିଲୋମିଟର ତାଙ୍କୁ ଧରିକି ଜର୍ଣ୍ଣି କରିସାରିଲିଣି, ତ କିଛି ତ ଅନୁଭୂତି ଥିବ, ଜଣେ ଯାଇଛନ୍ତି ମୋ ସାଙ୍ଗରେ। ମୋର ସେଠି ଗୋଟେ ଜିଦି ଯେ ନାଇଁ ମୋ ସାଙ୍ଗରେ ଜଣକୁ ମୁଁ ନେଇକି ଆସିଛି। ସମସ୍ତେ ସେଠି ଥିବା ପ୍ରତ୍ୟକ୍ଷଦର୍ଶୀ ଯେତେ ଜଣ ବି ଥିଲେ ସେ ଛକ ଉପରେ, ଛୋଟ ଛକଟା ତଥାପି 10-15 ଜଣ ପାଖାପାଖି ଲୋକ ଥାଆନ୍ତି। ସେମାନଙ୍କର ଗୋଟେ ଜିଦି ଯେ ନାଇଁ ତମ ପାଖରେ କେହି ଆସିନାହାନ୍ତି। ମୋର ଗୋଟେ ଜିଦି ଯେ ନାଇଁ ମୁଁ ଜଣକୁ ନେଇକି ଆସିଛି ମୋ ପଛରେ, ତାଙ୍କ ସ୍ପର୍ଶ ମୁଁ ନିଜେ ପାଇଛି, ମୋ କାନ୍ଧ ଉପରେ ହାତ ରଖିଛନ୍ତି, ମୋ ସହିତ କଥାବାର୍ତ୍ତା ବି ବାଟ ସାରା ହେଇଛନ୍ତି, ଆଣିନି କେମିତି ଆପଣ କହୁଛନ୍ତି। ଏମିତି ଜିଦି ଧରିଲା ଭିତରେ ମତେ ସେଠୁ କହିଲେ ଠିକ ଅଛି ତମର ଯଦି ଏମିତି ଜିଦି ଯେ ନାଇଁ ତମେ ନେଇକି ଆସିଛ, ଲୋକମାନେ କହୁଛନ୍ତି ନେଇନାହାନ୍ତି। କିଛି ସେଠି ଭଦ୍ରଲୋକ ଥିଲେ, କହିଲେ ଠିକ ଅଛି ପଛ ଛକ, ତା ପଛ ଛକ ହେଲା ଗୋପ ଛକ। ଗୋପ ଛକରେ ସେଠି କ୍ୟାମେରା ଲାଗିଛି, ଆମେ ଯିବା ସେଠି କ୍ୟାମେରା ଚେକ୍ କରିବା ଯେ ପ୍ରକୃତରେ ତମ ପଛରେ କିଏ ଆସିଛନ୍ତି କି ନାହିଁ। ଯଦି ଆସିଥିବେ ତାହେଲେ ପାଖରେ ଥିବା ଦଳ ଗଡିଆକୁ ସବୁ ଆମେ ଖୋଜିବା, କାଳେ ଯଦି ଛିଟିକିକି ପଡିଥିବେ, ଏତେ ସ୍ପିଡରେ ଗାଡିଟା ମାଡ ହେଇଛି। ପଛ ଛକକୁ ଲୋକ ଗଲେ, ସେ ଜାଗାରେ ବି ଚେକିଂ ବି କରାହେଲା। ଚେକିଂ କରାହେଲା ପରେ ସେ ଜାଗାରେ ଚେକିଂ କରିକି ଆମେ ପାଇଲୁ ଯେ ମୋ ପଛରେ କେହି ନାହାନ୍ତି। ମୁଁ ସେଇଠି ବେହୋସ ହେଇଗଲି, କାରଣ ଯେତେବେଳେ ଶୁଣିଲି କେହି ନାହାନ୍ତି, ମୁଁ ସ୍ପର୍ଶ ପାଇଛି ଜଣଙ୍କର 30 କିଲୋମିଟର ବାଟ ସାରା, ତାଙ୍କ ସହିତ କଥା ହେଇଛି, ଭଲ ମନ୍ଦ ହେଇଛି, ମତେ ସେ ବି କିଛି ଜ୍ଞାନ ଦେଲେ ଯେ ବାପା ଏଇ ଟାଇପ ର କଲେ ଭଲ, ସେଇ ଟାଇପ ର କଲେ ଭଲ, ଏମିତି ସେମିତି ମତେ ବୁଝଉଥାନ୍ତି ବୟସ୍କ ହିସାବରେ, ମୁଁ ବି ଶୁଣୁଥାଏ। ଯେତେବେଳେ ସେ ଜାଗାରେ କ୍ୟାମେରା ଦେଖିଲୁ କେହି ନାହାନ୍ତି, ସେ ଜାଗାରେ ମୁଁ ବେହୋସ ହେଇଗଲି। ତାପରେ ପାଣି ଢାଳିକି ମତେ ସେ ଜାଗାରେ ହୋସକୁ ଆଣିଲେ। ହୋସକୁ ଆଣିଲା ପରେ ମୋ ମୁହଁରେ ବି ଏ ଜାଗାରେ ଖଣ୍ଡିଆ ହେଇଯାଇଥାଏ, ସେ ଜାଗାରେ ରୁମାଲ ପଟି ଦେଇକି ସେ ସାଙ୍ଗେ ସାଙ୍ଗେ ଘୋରେଇ ପକେଇଲୁ। ଘୋରେଇ ପକେଇକି ଆସିଲୁ। ଆସିଲା ପରେ ତଥାପି ମୋ ମନ ମାନୁ ନଥାଏ, କ୍ୟାମେରା ଦେଖିଲା ପରେ ଦିପଟ ଦଳ ଗଡିଆ ବି ଖୋଜିଲୁ, କିଛି ପାଇଲୁନି ସେ ଜାଗାରେ। ତ ମୁଁ ସେ ଜାଗାରେ କଣ ଭାବିବି, ସେ ମଣିଷ ନା ଭଗବାନ? ମୁଁ ତ ଆଜି ଯାଏଁ ଭାବି ନେଇଛି ସେ ଯିଏ ବି ଥିଲେ ମୋ ସହିତ ଭଗବାନ ହିଁ ଥିଲେ। ଭଗବାନ ନାହାନ୍ତି ବୋଲି ଲୋକ କେମିତି କହୁଛନ୍ତି? ମୁଁ ନିଜେ ସ୍ପର୍ଶ କରିଛି, ସେ ଭଗବାନ ହିଁ ଥିଲେ। ଭଗବାନ ନଥିଲେ ସେ ଗାୟବ ହେଲେ କୁଆଡେ? ଯଦି ଭଗବାନ ନଥିଲେ, ସିଏ ଯଦି କିଛି ମାନେ ଯୋଉଟା କହନ୍ତି ଅଦୃଶ୍ୟ ଶକ୍ତି ଗୋଟେ ଥାଏ, ସେ ତ ମତେ କ୍ଷତି ପହଞ୍ଚେଇଥାନ୍ତେ। ନିଶ୍ଚୟ ନିଶ୍ଚୟ। ସେ କ୍ଷତି ବି ମତେ ପହଞ୍ଚେଇଲେନି, ମୋ ଜୀବନ ବି ବଞ୍ଚେଇଲେ। କାରଣ ଯୋଉ ଟାଇପ ର ମୁଁ ଆକ୍ସିଡେଣ୍ଟ ହେଇଥିଲି, ସେ ଟାଇପ ର ଆକ୍ସିଡେଣ୍ଟ ର ହୁଏ ସାୟଦ କୋଉଠି 1% ଲୋକ ବଞ୍ଚୁଥିବେ, କାରଣ ଗାଡିର କଣ୍ଡିସନ ଠିକ ନଥାଏ, ହେଲମେଟ ବି ଟୋଟାଲି ଭାଙ୍ଗି ଯାଇଥାଏ। ନାଇଁ, ଦିନ 11ଟାରୁ 11:30 ଭିତରେ ହବ। ଆଉ ମତେ ଏଠୁ ଲାଗିଲା କୋଉଠୁ ଆମର ମାର୍ଶାଘାଇ କେନାଲ ବ୍ରିଜ, ସେ ଜାଗାରୁ ଗୋପ ଛକ ହାଏଷ୍ଟ ବୋଧେ 45 ମିନିଟ ଭିତରେ ଲାଗିଥିବ। ସେଇ 11ଟା 11:30 ଦିନ ହବ। ଆଉ ମୋ ଅନୁଭୂତି ଏଇଆ ଯେ ଭଗବାନ ଅଛନ୍ତି ନିଶ୍ଚୟ। ନାହାନ୍ତି ବୋଲି କହିଲେ ତ ମୁଁ କେବେ ସେଟାକୁ ବିଶ୍ୱାସ କରିବିନି, କାରଣ ମୁଁ ସେଟା ନିଶ୍ଚୟ ଭଗବାନଙ୍କର ସ୍ପର୍ଶ ପାଇଛି। ଆଉ ସେଇ ଦିନ ଠାରୁ ମୁଁ ସେ ଛକରେ ଗଲା ବେଳେ, ଆଜିକା ଡେଟରେ ବି ମୁଁ ଅଟକେ, ସେ ଦୋକାନୀଙ୍କ ସହିତ ସବୁ କଥାବାର୍ତ୍ତା ହଏ, କିନ୍ତୁ କହିଲେ ମୁଁ ତ ମାନିବିନି, କାରଣ ମୁଁ ତାଙ୍କ କତିରୁ କିଛି ପାଇଛି, ଆଉ ସ୍ପର୍ଶ ବି ପାଇଛି। ବାସ୍ ଏତିକି କହିକି ମୁଁ ଜୟ ଜଗନ୍ନାଥ। ଭାଇ ଆମର ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ହୁଏତ ଏଇଟା ହେଇଥାଇପାରେ ଜଗନ୍ନାଥ ତାଙ୍କର କିଛି ବଡ ଅସୁବିଧା ହବାର ଥିଲା, ତାଙ୍କୁ ସେଭ୍ କରିବା ପାଇଁ ମଣିଷ ରୂପରେ ବା କୌଣସି ଆକୃତି ମଣିଷ ଆକୃତିର ହେଇକି ବସିକି ତାଙ୍କ ହାତରେ କଥା ହେଇକି କିଛି ବାଟ ଯାଇଥାଇ ପାରନ୍ତି, ତାଙ୍କୁ ସେଭ୍ କରିବା ପାଇଁ। ହୁଏତ ବଡ ଅସୁବିଧାରୁ ତାଙ୍କୁ ବଞ୍ଚେଇ ଥାଇ ପାରନ୍ତି। ତେଣୁ ତାହେଲେ ଏଇଟା କଣ ଯୋଉ ଅନୁଭୂତିଟା ଆପଣ ଶୁଣିଲେ, ତାଙ୍କ ଜୀବନର ଅନୁଭୂତି, ତାହେଲେ ଆମେ ଆକୁ କଣ ଅସ୍ୱୀକାର କରିପାରିବା କି ଆଜ୍ଞା? ତେଣୁ ଆପଣ ମାନେ ହଉଛନ୍ତି ଦର୍ଶକ, ଶ୍ରେଷ୍ଠ ବିଚାରକ। ତେଣୁ ଆପଣ ମାନେ ଅନୁଭବ କରନ୍ତୁ, ଭଗବାନ ତ ଶକ୍ତିମୟ, ଆମେ ତ ତାଙ୍କୁ ଦେଖିପାରିବାନି। ଏମିତି ସବୁ କେତେ ଗୁଡେ ଅନୁଭୂତି ଅନୁଭବ, ସେ ହଉଛନ୍ତି ଅନୁଭବର ଠାକୁର। ତେଣୁ ଏଇ ଅନୁଭୂତି ଆଉ ଅନୁଭବ ମାଧ୍ୟମରେ ଆମେ ତାଙ୍କୁ ପାଇବାକୁ ଚେଷ୍ଟା କରିବା। ବଡ ସୁନ୍ଦର ଉପସ୍ଥାପନା ତାଙ୍କ ଭାଇଙ୍କର ଲାଇଫର ଗୋଟେ ଜ୍ୱଳନ୍ତ ଉଦାହରଣ। ଆଉ ଜୟ ଜଗନ୍ନାଥ କହିବା, ଆମେ ସମସ୍ତେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା, ଭାଇ କେମିତି
ଜଗନ୍ନାଥଙ୍କ କୃପାରୁ ପ୍ରଭୁ ନିଜେ ମଣିଷ ରୂପରେ ଆସି ତାଙ୍କୁ ବଡ଼ ବିରାଟ ବିପଦରୁ ଉଦ୍ଧାର କରି ନେଇଗଲେ, ତାହା ଆପଣ ଶୁଣିଲେ। ବାକି ମୁଁ ତ ଏତିକି କହିବି ଆପଣଙ୍କ ମାଧ୍ୟମରେ, ଆପଣ ଭଗବାନଙ୍କୁ ବିଶ୍ୱାସ ରଖନ୍ତୁ, ଆଉ କିଛି ପାଇବା ଆଶାରେ ରଖନ୍ତୁନି। କାରଣ ଭଗବାନ ଯେତେବେଳେ ଦେବେ ସେ କାହାକୁ କହିକି ଦେବେନି କି ଆପଣ ସେଟାକୁ ଦେଖି ବି ପାରିବେନି। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଭଗବାନଙ୍କୁ ଭରସା କରନ୍ତୁ। ଭଗବାନ ନିଶ୍ଚୟ ଅଛନ୍ତି, ଆପଣଙ୍କ ଚତୁଃପାର୍ଶ୍ୱରେ ଅଛନ୍ତି, ପ୍ରତି କ୍ଷଣରେ ଅଛନ୍ତି। ଆପଣଙ୍କର ସେତିକି ଯଦି ଭରସା ବିଶ୍ୱାସ ରହିବ, ସେ ଆପଣଙ୍କୁ କୋଉ ନା କୋଉ ରୂପରେ ଦେଖାଦେବେ। କେତେବେଳେ ପୋକ ରୂପରେ ହୋଇଥାଇ ପାରନ୍ତି, କିମ୍ବା ମଣିଷ ରୂପରେ ହେଇଥାଇ ପାରନ୍ତି, କୌଣସି ପଶୁପକ୍ଷୀ ରୂପରେ ହେଇଥାଇ ପାରନ୍ତି। କୌଣସି ନା କୌଣସି ରୂପରେ ସେ ଆପଣଙ୍କ ପାଖରେ ସବୁବେଳେ ଅଛନ୍ତି। ଆପଣ ବିଶ୍ୱାସ ରଖନ୍ତୁ, ଭଗବାନ ନିଶ୍ଚୟ ଅଛନ୍ତି। ଏଇଟା ମୋ ନିଜ ଅନୁଭୂତି। ଆପଣ ବି ସେ ଅନୁଭୂତି କି ହୁଏତ କେତେ ଦୂର ଗ୍ରହଣ କରିବେ ସେଟା ମୁଁ କହିପାରୁନି, କିନ୍ତୁ ବିଶ୍ୱାସ ରଖନ୍ତୁ, ଭରସା ରଖନ୍ତୁ, ଭଗବାନ ଆମ ସହିତ ସବୁବେଳେ ସଦା ସର୍ବଦା ଅଛନ୍ତି। ଏତିକି କହିକି ମୁଁ ରହୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆମେ ଭାଇଙ୍କର ଏଇ ଦେଖନ୍ତୁ ସବୁ ମୋବାଇଲ ଆଉ ଇଲେକ୍ଟ୍ରୋନିକ ଆଇଟମ ଆପଣମାନଙ୍କର ଆବଶ୍ୟକ ପଡ଼ିଲେ ଆପଣ ଏଠିକି ଆସିପାରନ୍ତି। ଭାଇ ବହୁତ ଶସ୍ତାରେ ଆଉ ଇନଷ୍ଟଲମେଣ୍ଟରେ ସବୁ ଜିନିଷ ଯୋଗାଇ ଦେଉଛନ୍ତି। ବିଭିନ୍ନ କମ୍ପାନୀର ସାମଗ୍ରୀ ଆପଣ ପାଇବେ। ତେଣୁ ମନ ହେଲା ଟିକେ ଏ ବିଷୟରେ ସେୟାର କରିବା ପାଇଁ। ଭିତରଗଡ଼ ଉଦୟଭଟ୍ଟ ଧାମ। ଆଉ ମୋତେ ଜଣେ ଗୁରୁ ଭାଇ କହିଥିଲେ, କହିଲେ ସୁନୀଲ, ଭକ୍ତି, ଶ୍ରଦ୍ଧା, ପ୍ରେମ ଏବଂ ଅତୁଟ ବିଶ୍ୱାସ ଯଦି ଥରେ ଭଗବାନଙ୍କୁ ଦେଇଦେଲ, ତାହେଲେ ନିଶ୍ଚୟ ଭଗବାନ ତୁମ କଥା ଶୁଣିବେ ଏବଂ ଭଗବାନ ତୁମକୁ ନିଶ୍ଚୟ ଅସୁବିଧା ସୁବିଧାରେ ଯେମିତି ଅମର ଭାଇଙ୍କି ଓହ୍ଲେଇ ଆସିଥିଲେ ରକ୍ଷା କରିବା ପାଇଁ, ସେମିତି ନିଶ୍ଚୟ ତମ ଜୀବନରେ ଘଟିବ। ତେଣୁ ମୁଁ ବି ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ କଥାକୁ ଗୁରୁତ୍ୱ ଦେଇ ଆସୁଛି। ତେଣୁ ବାକି ଆପଣମାନେ ଚିନ୍ତା କରନ୍ତୁ ଏବଂ କେଉଁଟା ଠିକ୍ କେଉଁଟା ଭୁଲ ଆପଣମାନେ ନିଷ୍ପତ୍ତି ନିଅନ୍ତୁ। ଜୟ ଜଗନ୍ନାଥ।